କିଛି କହିବାର ଅଛି ବାବୁ ଭାଇ ଚାଲି ଅଛି କହ ଚାରା କିଲୋ ଗଲା କଣ କରିବା এই প্রথম দিନରେ ଆମର କାଣ୍ଡସର ସହିତ ବଳରାମ ପ୍ରସାଦର ବାଦ୍ୟଯନ୍ତ୍ର ପ୍ରତିଯୋଗିତା ହେଇସାରିଛି। ବର୍ତ୍ତମାନ ଆମ ପାଖକୁ ତାର ଫଳାଫଳ ହସ୍ତଗତ ହୋଇନାହିଁ। ତେଣୁ ଆମ ଦର୍ଶକ ବନ୍ଧୁମାନଙ୍କୁ ଆମେ ଏଠି କହିଦେଉଛୁ ଯେ ଗତକାଲି ଯେମିତି 10ଟା ପରେ ଆମର ଦଣ୍ଡ ନୃତ୍ୟ ପରିବେଷଣ ଆରମ୍ଭ ହେଲା। ତେଣୁ ଯଦି ଆମର ଚୋରାଗାଡ଼ିଆ ଏବଂ ସରପାର କୌଣସି କଳାକାର କିମ୍ବା ମ୍ୟାନେଜର ଅଛନ୍ତି ସେମାନଙ୍କୁ ଆମେ କମିଟି ତରଫରୁ ଅନୁରୋଧ କରୁଛୁ ସେମାନେ ଚେଷ୍ଟା କରିବେ 8:30 ଭିତରେ ଆମେ ଯେମିତି ଆଜିର ନୃତ୍ୟ ପରିବେଷଣ କରିବା ପାଇଁ। ଏଥିସହିତ ଦୂର ଦୂରାନ୍ତରୁ ଆସିଥିବା ଆମର ଦର୍ଶକ ବନ୍ଧୁ ଆମର ବିଚାରକ ମଣ୍ଡଳୀ ଆମର ସମାଜ ମଙ୍ଗଳ ସଂଘର ସଭାପତି ମହୋଦୟ ଏବଂ ଉପସ୍ଥିତ ସମସ୍ତ ଗୁରୁଜନ ଭାଇ ଭଉଣୀ ଏବଂ ମୋର ଛୋଟ ଭାଇମାନଙ୍କୁ ଆମ କମିଟି ତରଫରୁ ମୁଁ ଅଶେଷ ଧନ୍ୟବାଦ ଦେଉଛି ଯିଏକି ନିଜର ବହୁମୂଲ୍ୟ ସମୟକୁ ନଷ୍ଟ କରି ଏହି ଦଣ୍ଡ ନୃତ୍ୟକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଶୃଙ୍ଖଳାର ସହିତ ଉପଭୋଗ କରି ଆସିଛନ୍ତି। ତେଣୁ ଆଜିର ବିଜେତା କିଏ ହେବ ମୁଁ ତ କହିପାରିବିନି। ତେଣୁ ଆମର 2ଟି ସାନ୍ତ୍ୱନାମୂଳକ ପୁରସ୍କାର ରଖାଯାଇଛି। ସେଇ 2ଟା ସରିଲା ପରେ ଆମର ଆଜିର ଫଳାଫଳକୁ ଘୋଷଣା କରିବୁ। ଆଚ୍ଛା, ଆଜିର এই যে দণ্ড নৃত্য প্রতিযোগিতা হয়েছিল ସେଥିରେ ଆମର ଉତ୍ତମ କଳାକାର ରୂପେ ଆମର ଉଭୟ ଦଣ୍ଡପାଟିର ପାର୍ବତୀ ଯେଉଁ ମହାଶୟ ଅଂଶଗ୍ରହଣ କରିଥିଲେ ସେମାନେ ଆସି ତାଙ୍କର ପ୍ରାଇଜ ନେଇଥିଲେ। ଉଭୟ ଦଣ୍ଡପାଟିର ପାର୍ବତୀ ଆଜି ଦିନର ଯୋଉମାନେ ଶ୍ରେଷ୍ଠ କଳାକାର ବେଷ୍ଟ କଳାକାର ଯୋଉଟା କହନ୍ତି ଆଜି ରାତି ପାଇଁ ଯୋଉମାନେ ଉଭୟ ଦଳର ପାର୍ବତୀ ଆସ କହିଲା ନା ସଭାପତି ମହୋଦୟ ନାଟ୍ୟ ସଂଘର ଶ୍ରୀ ହରମୋହନ ସାହୁଙ୍କୁ ମୁଁ ସାରା ଅନୁରୋଧ କରୁଛି ତାଙ୍କୁ ବେଷ୍ଟ କଳାକାର ପଦବୀରେ ଅର୍ପଣ କରିବେ। ଉଭୟ ଦଣ୍ଡପାଟିର କଳାକାର ମହୋଦୟଙ୍କୁ ସେମାନଙ୍କୁ ଧନ୍ୟବାଦ ଯିଏକି ଭଲ କଳା ପ୍ରଦର୍ଶନ କରି ଆଜିର ଶ୍ରେଷ୍ଠ କଳାକାର ଭାବରେ ବିବେଚିତ ହୋଇଛନ୍ତି। ଏଥିସହିତ ଆଜିର ଫଳାଫଳ ଆମ ପାଖକୁ ପଳାଇ ଆସିଛି। ଆଜିର ଫଳାଫଳରେ ଗୋଟିଏ ପାର୍ଟି 101 ନମ୍ବର ରଖିଥିଲା ବେଳେ ଆଉ ଗୋଟିଏ ପାର୍ଟି 103 ନମ୍ବର ଅଧେ ରଖିଛନ୍ତି। ତେଣୁ କାଣ୍ଡସର 103 ନମ୍ବର ଅଧେ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆମର ବଳରାମ ପ୍ରସାଦ 101 ନମ୍ବର ରଖି ଦ୍ୱିତୀୟ ସ୍ଥାନର ଅଧିକାର କରିଛି। ଆଜି ସହିତ ଆଜିର ସଭାକୁ ଏଠି ଆମେ ସାଙ୍ଗ କଲୁ। ଜୟ ବାବା ନୀଳକଣ୍ଠେଶ୍ୱର।